নমস্কার। ওম শান্তি। জয় জগন্নাথ। বন্ধুগণ, আজি হচ্ছে পবিত্রী রক্ষাবন্ধন উৎসব। এই পবিত্র রক্ষাবন্ধন উৎসব 40,000 ବର୍ଷ ପୂର୍ବରେ ଏତେ ବ୍ୟାପକ ନଥିଲା, କିନ୍ତୁ ଧୀରେ ଧୀରେ ବର୍ତ୍ତମାନ ସମଗ୍ର ପୃଥିବୀରେ ଏହି ରକ୍ଷାବନ୍ଧନ କାର୍ଯ୍ୟକ୍ରମ ବ୍ୟାପକ ଭାବରେ ଚାଲିଛି। ଆଗରେ ଗୋଟେ ଭାବନା ଥିଲା ଯେ ଭାଇ ଭଉଣୀ ହାତରେ ରାକ୍ଷୀ ବାନ୍ଧୁଥିଲେ, କାରଣ ଭଉଣୀ ଦୁର୍ବଳ ଏବଂ ଭାଇ ତାକୁ ସୁରକ୍ଷା ଦେବେ। କିନ୍ତୁ ବର୍ତ୍ତମାନର ସମୟରେ ଓଲଟା ହେଇଯାଇଛି। ବର୍ତ୍ତମାନ ଭଉଣୀମାନେ ଭାଇମାନଙ୍କୁ ଠାରୁ ସୁରକ୍ଷିତ, କାରଣ ଭଉଣୀମାନଙ୍କୁ କୌଣସି ନିଶା ଗ୍ରାସ କରିପାରୁନାହାନ୍ତି, କିନ୍ତୁ ଭାଇମାନଙ୍କୁ ସବୁ ପ୍ରକାର ନିଶାରେ ସେ କବଳିତ ହେଉଛନ୍ତି ଏବଂ ଭାଇମାନଙ୍କର ବିଭିନ୍ନ ରୋଗର ଶିକାର ହେଉଛନ୍ତି। ତେଣୁକରି ଭାଇକୁ ବଞ୍ଚାଇବାକୁ ହେଲେ এই ରାକ୍ଷୀ ବନ୍ଧନ ଉତ୍ସବରେ ଭଉଣୀମାନେ ଭାଇକୁ ପ୍ରତିଜ୍ଞା କରନ୍ତୁ ଯେ ହେ ଭାଇ, ତୁମେ ଯେମିତି ଜନ୍ମ ବେଳେ କୌଣସି ନିଶା ନଥିଲା, ଠିକ୍ ଏ ଜୀବନରେ ମଧ୍ୟ କୌଣସି ନିଶା ରଖ ନାହିଁ। ପାନ, ବିଡ଼ି, ଗୁଟକା ଗୁଡ଼ାକୁ କିଛି ରଖ ନାହିଁ ଏବଂ ସୁସ୍ଥ ହେଇକି ରହିଲେ ତ ମୋତେ ତୁମେ ସୁରକ୍ଷା ଦେଇପାରିବ। କିନ୍ତୁ ଆଗେ ତୁମେ ସୁରକ୍ଷିତ ହୁଅ। ତେଣୁକରି এই ରକ୍ଷାବନ୍ଧନ ଉତ୍ସବ ଏକ ଗଣପର୍ବରେ ପରିଣତ ହେବାକୁ ଯାଉଛି ଏବଂ ଆଜି ଦେଖିଥିବେ ସବୁ ଜାଗାରେ ଛକ ଛକ ଜାଗାରେ ସବୁ ରାକ୍ଷୀର ଦୋକାନ ବସିଛି ଏବଂ ଅତି ଆନନ୍ଦ ସହିତ ଭାଇମାନେ ଭଉଣୀଙ୍କ ହାତରେ ରାକ୍ଷୀ ବାନ୍ଧୁଛନ୍ତି, ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧୁଛନ୍ତି। ଭାଇ ଭଉଣୀର ସମ୍ପର୍କ ସବୁଠୁ ପବିତ୍ର, ତାହା ପ୍ରମାଣ କରାଉଛନ୍ତି। ସମସ୍ତଙ୍କୁ ନମସ୍କାର। ଓମ୍ ଶାନ୍ତି। ଜୟ ଜଗନ୍ନାଥ।